ଯେଉଁମାନେ ଘରେ ସ୍ୱର୍ଗତ ମାତା ପିତାଙ୍କ ଫଟୋ ଲଗାଇଛନ୍ତି ସେମାନେ ଧ୍ୟାନ ଦେଇ ଶୁଣନ୍ତୁ। ବନ୍ଧୁଗଣ, ଆଜି ଆମେ ଏକ ଏପରି ବିଷୟରେ ଆଲୋଚନା କରିବାକୁ ଯାଉଛୁ ଯାହାକୁ ଲୋକମାନେ ଅଧିକାଂଶ ସମୟରେ ହାଲକା ଭାବେ ନିଅନ୍ତି। କିନ୍ତୁ ସତ୍ୟ ଏହା ଯେ ଏହା ଆମ ସମ୍ପୂର୍ଣ୍ଣ ଜୀବନ ଶକ୍ତି, ଆମ ସୁଖ ଦୁଃଖ ଏବଂ ଏପରିକି ଆଗାମୀ ପିଢ଼ି ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ। ଆଉ ତାହା ହେଉଛି ଘରେ ସ୍ୱର୍ଗତ ମାତା ପିତା କିମ୍ବା ଅନ୍ୟ ଦିବ୍ୟଙ୍ଗତ ବ୍ୟକ୍ତିଙ୍କ ଫଟୋ ଲଗାଇବା। ବନ୍ଧୁଗଣ, ଆପଣମାନେ ଦେଖିଥିବେ ଯେ ଯେତେବେଳେ ଆମ ମାତା ପିତା କିମ୍ବା ପରିବାରର କୌଣସି ସଦସ୍ୟ ଏହି ସଂସାରରୁ ବିଦାୟ ନିଅନ୍ତି, ଆମେ ସେମାନଙ୍କ ଫଟୋକୁ ବହୁତ ସମ୍ମାନ ଓ ଆଦରରେ ଘରର କାନ୍ଥରେ ଟାଙ୍ଗି ଦେଉ। କେହି ଏହାକୁ ଡ୍ରଇଂ ରୁମ୍ରେ ଲଗାନ୍ତି, କେହି ପୂଜା ଘରେ, ଆଉ କେହି ନିଜ କୋଠରୀରେ। କେଉଁଠି ମାଳା ଚଢ଼ାଯାଏ, କେଉଁଠି ଫୁଲ ରଖାଯାଏ, ଆଉ କେଉଁଠି ଅଗରବତୀ ଜଳାଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଫଟୋଗୁଡ଼ିକୁ ଲଗାଇବାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ସ୍ଥାନ, ଦିଗ ଓ ପଦ୍ଧତି ରହିଛି? ଟିକେ ଅଟକି ଭାବନ୍ତୁ। ଆପଣ କେବେ ଆପଣଙ୍କ ଘରର କାନ୍ଥରେ ଟଙ୍ଗା ଯାଇଥିବା ସେହି ଫଟୋକୁ ଗଭୀର ଭାବେ ଦେଖିଛନ୍ତି କି? ସେହି ଆଖିଗୁଡ଼ିକୁ ଦେଖି ଅନୁଭବ କରିଛନ୍ତି କି ସେଗୁଡ଼ିକ ଆପଣଙ୍କୁ କିଛି କହିବାକୁ ଚାହୁଁଛି? ବୋଧହୁଏ ନାହିଁ, କାରଣ ଅଧିକାଂଶ ଲୋକ କେବଳ ଏହି ଚିନ୍ତା ନେଇ ଫଟୋ ଲଗାଇ ଦିଅନ୍ତି ଯେ ଏମାନେ ଆମର ନିଜର ଲୋକ ଥିଲେ, ସେମାନଙ୍କୁ ମନେ ରଖିବା ପାଇଁ ଫଟୋ ଟାଙ୍ଗି ଦିଅନ୍ତି। କିନ୍ତୁ ଆଧ୍ୟାତ୍ମିକ ଦୃଷ୍ଟିରୁ ଏହା କୌଣସି ସାଧାରଣ କାମ ନୁହେଁ। ଶାସ୍ତ୍ରରେ କୁହାଯାଇଛି, ପିତୃଦେବୋ ଭବ, ଅର୍ଥାତ୍ ପିତୃମାନଙ୍କର ସ୍ଥାନ ଦେବତାଙ୍କ ଠାରୁ ମଧ୍ୟ ଉଚ୍ଚ। ପିତାମାତା ଓ ପୂର୍ବଜମାନେ କେବଳ ଆମର ଜନ୍ମଦାତା ନୁହନ୍ତି, ବରଂ ଆମ ସମ୍ପୂର୍ଣ୍ଣ ବଂଶ ପରମ୍ପରାର ମୂଳଦୁଆ। ଆମେ ଯେଉଁ ଶକ୍ତି, ସଂସ୍କାର ଓ ଜୀବନ ପାଇଛୁ ତାହା ସବୁ ଆମ ପିତୃମାନଙ୍କର ଦେନ। ତେଣୁ ଯେତେବେଳେ ଆମେ ସେମାନଙ୍କ ଫଟୋକୁ ଘରେ ରଖୁ, ତାହା କେବଳ ଏକ ସ୍ମୃତି ନୁହେଁ, ବରଂ ଆମ ସମ୍ପୂର୍ଣ୍ଣ ଘରର ଶକ୍ତିଚକ୍ରକୁ ପ୍ରଭାବିତ କରେ। ଏବେ ପ୍ରଶ୍ନ ଉଠୁଛି ଯେ ସ୍ୱର୍ଗତ ମାତା ପିତା କିମ୍ବା ଦିବ୍ୟଙ୍ଗତ ପରିଜନଙ୍କ ଫଟୋ ଘରେ ଲଗାଇବା ଉଚିତ ନା ଅନୁଚିତ? ଆଉ ଯଦି ଲଗାଇବା ଉଚିତ, ତେବେ କେଉଁଠାରେ ଲଗାଇବା ଉଚିତ ଓ କେଉଁଠାରେ ନୁହେଁ? ଏହି ବିଷୟରେ ହିଁ ପୂଜ୍ୟ ଗୁରୁଦେବଙ୍କ କଥା ସମୟରେ ଜଣେ ବ୍ୟକ୍ତି ପ୍ରଶ୍ନ କରିଥିଲେ। ସେ କହିଥିଲେ, ଗୁରୁଜୀ, ଆମ ଘର ବହୁତ ସୁନ୍ଦର, ସବୁ ଠିକ୍ ଅଛି, କିନ୍ତୁ ତଥାପି ଘରେ ଏକ ଅଜଣା ଅଶାନ୍ତି ରହିଛି। ବାରମ୍ବାର ରୋଗ ଆସୁଛି, ଟଙ୍କା ଆସୁଛି କିନ୍ତୁ ଟିପୁ ନାହିଁ, ଚାକିରି ଓ ବ୍ୟବସାୟରେ ଉନ୍ନତି ଅଟକି ଯାଉଛି। ଏହା ଶୁଣି ଗୁରୁଜୀ ପଚାରିଲେ, ଆପଣ ଆପଣଙ୍କ ଘରେ କୌଣସି ସ୍ୱର୍ଗତ ପରିଜନଙ୍କ ଫଟୋ ଲଗାଇଛନ୍ତି କି? ସେହି ବ୍ୟକ୍ତି କହିଲେ, ହଁ ଗୁରୁଜୀ, ଆମ ଡ୍ରଇଂ ରୁମ୍ରେ ମାତା ପିତାଙ୍କ ଫଟୋ ଲଗାଇଛୁ ଓ ଆମେ ପ୍ରତିଦିନ ସେଥିରେ ଫୁଲ ଚଢ଼ାଉଛୁ। ତାପରେ ଗୁରୁଜୀ କହିଲେ, ଏହା ହିଁ ଆପଣଙ୍କ ଭୁଲ। ଏବେ ଆପଣ ଭାବୁଥିବେ ଯେ ଆମ ସ୍ୱର୍ଗତ ମାତା ପିତାଙ୍କ ଫଟୋ ଲଗାଇବା ଭୁଲ କିପରି ହୋଇପାରେ? ବନ୍ଧୁଗଣ, ଯେତେବେଳେ କୌଣସି ଆତ୍ମାର ଦେହାନ୍ତ ହୁଏ, ସେ ପିତୃଲୋକର ଯାତ୍ରା ଆରମ୍ଭ କରେ। କିନ୍ତୁ ଆମର ଭାବନା, ଆମର ସ୍ମୃତି ଓ ଆମର ମୋହ ସେମାନଙ୍କୁ ବାରମ୍ବାର ଏହି ଲୋକକୁ ଟାଣି ଆଣେ। ଆଉ ଯଦି ଆମେ ଘରେ ସେମାନଙ୍କ ଫଟୋକୁ ଭୁଲ ସ୍ଥାନରେ ଲଗାଇ ଦେଉ, ତେବେ ସେହି ଶକ୍ତି ଆମ ଘରର ସକାରାତ୍ମକ ତରଙ୍ଗକୁ ଅଟକାଇ ଦିଏ। ଏହା ହିଁ କାରଣ ଯେ ଘରେ ଅଶାନ୍ତି, ରୋଗ ଓ ମାନସିକ ଚାପ ବଢ଼ିବାକୁ ଲାଗେ। ତେଣୁ ସର୍ବପ୍ରଥମେ ଏହା ବୁଝିବା ଜରୁରୀ ଯେ ସ୍ୱର୍ଗତ ମାତା ପିତା କିମ୍ବା ଦିବ୍ୟଙ୍ଗତ ପରିଜନଙ୍କ ଫଟୋ ଘରେ ଲଗାଇବା ଠିକ୍ ନା ଭୁଲ? ବନ୍ଧୁଗଣ, ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆମେ ଏପରି ଫଟୋ ଘରେ ଲଗାଇବା ଉଚିତ କି ନୁହେଁ? ଏହାର ସିଧା ଉତ୍ତର ହେଉଛି ହଁ। ଫଟୋ ଲଗାଇ ପାରିବା, କାରଣ ଏହା ଆମର ପ୍ରେମ ଓ ଶ୍ରଦ୍ଧାର ପ୍ରତୀକ। ତେଣୁ ଆପଣ ବିନା କୌଣସି ସଂକୋଚରେ ଆପଣଙ୍କ ମାତା ପିତା କିମ୍ବା ଅନ୍ୟ ପରିଜନଙ୍କ ଫଟୋ ଘରେ ଲଗାଇ ପାରନ୍ତି। କିନ୍ତୁ ମନେ ରଖନ୍ତୁ, କେବଳ ଫଟୋ ଲଗାଇବା ଦ୍ୱାରା ଆପଣଙ୍କ ପିତୃମାନେ ପ୍ରସନ୍ନ ହେବେ ନାହିଁ। ଏବେ ପ୍ରଶ୍ନ ହେଉଛି, ଫଟୋ କେଉଁଠାରେ ଓ କେଉଁ ଦିଗରେ ଲଗାଇବା ଉଚିତ ଏବଂ କେଉଁ ସ୍ଥାନରୁ ଦୂରେଇ ରହିବା ଉଚିତ। ସେହିପରି ଆମେ ଏହା ମଧ୍ୟ ଜାଣିବୁ ଯେ ଆମେ ପ୍ରତିଦିନ ପିତୃମାନଙ୍କ ପୂଜା କରିବା ଉଚିତ କି ନୁହେଁ। ବନ୍ଧୁଗଣ, ସର୍ବପ୍ରଥମେ ଜାଣି ନିଅନ୍ତୁ ଯେ ସ୍ୱର୍ଗତ ବ୍ୟକ୍ତିଙ୍କ ଫଟୋ ଘରେ କେଉଁ ଦିଗରେ ଲଗାଇବା ଉଚିତ। ଧର୍ମଗ୍ରନ୍ଥ ଓ ବାସ୍ତୁଶାସ୍ତ୍ର ଉଭୟ କହୁଛନ୍ତି ଯେ ପିତୃମାନଙ୍କ ଫଟୋ ସର୍ବଦା ସଠିକ୍ ଦିଗ ଓ ଉଚିତ ସ୍ଥାନରେ ଲଗାଇବା ଦରକାର। ଜାଣକାରୀରୁ ଅଭାବରୁ ଲୋକମାନେ ଅନେକ ସମୟରେ ଭୁଲ କରି ବସନ୍ତି ଓ ଏହାଠାରୁ ହିଁ ଘରେ ସମସ୍ୟା ଆରମ୍ଭ ହୁଏ। ମନେ ରଖନ୍ତୁ,
ପିତୃମାନଙ୍କ ଫଟୋ ଯେତେବେଳେ ଲଗାଇବେ ସେମାନଙ୍କ ମୁହଁ ସର୍ବଦା ଦକ୍ଷିଣ ଦିଗ ଆଡ଼େ ହେବା ଉଚିତ। ଦକ୍ଷିଣ ଦିଗକୁ ଯମ ଦିଗ କୁହାଯାଏ ଓ ଏହା ହିଁ ସେହି ପଥ ଯେଉଁଠାରୁ ଆତ୍ମା ପିତୃଲୋକକୁ ଯାଏ। ଯେତେବେଳେ ଫଟୋ ଦକ୍ଷିଣ ଦିଗରେ ଲଗାଯାଏ ତେବେ ଆତ୍ମାକୁ ସମ୍ମାନ ମିଳେ ଓ ସେମାନଙ୍କ ଶକ୍ତି ସଠିକ୍ ଭାବେ ପ୍ରବାହିତ ହୁଏ। ଏହାଦ୍ୱାରା ଘରେ ଶାନ୍ତି ବଜାୟ ରହେ ଓ ପିତୃମାନଙ୍କର ଆଶୀର୍ବାଦ ମିଳେ। କିନ୍ତୁ ସମସ୍ୟା ଏହା ଯେ ଅନେକ ଲୋକ ଫଟୋକୁ ଯେକୌଣସି ସ୍ଥାନରେ ଟାଙ୍ଗି ଦିଅନ୍ତି। ପୂଜା ଘରେ, ଶୋଇବା କୋଠରୀରେ, ରୋଷେଇ ଘର ପାଖରେ କିମ୍ବା ପିଲାଙ୍କ କୋଠରୀରେ। ଏପରି କରିବା ଦ୍ୱାରା ଘରର ଶକ୍ତି ଅସନ୍ତୁଳିତ ହୋଇଯାଏ। ଭାବନ୍ତୁ, ଯଦି କେହି ତାଙ୍କ ପୂଜା ଘରେ ପିତୃମାନଙ୍କ ଫଟୋ ଲଗାଇ ଦିଏ ତେବେ କ'ଣ ହେବ? ପୂଜା ଘର ହେଉଛି ଦେବତାଙ୍କର ସ୍ଥାନ ଓ ଦେବତା ଓ ପିତୃମାନଙ୍କର ଶକ୍ତି ଅଲଗା ଅଲଗା। ଯେତେବେଳେ ଉଭୟଙ୍କୁ ଏକାଠି ରଖାଯାଏ ତେବେ ଶକ୍ତିର ସଂଘର୍ଷ ହୁଏ। ଏହାଦ୍ୱାରା ଦେବତାଙ୍କ ପୂଜାର ସାତ୍ତ୍ୱିକତା ଓ ଦିବ୍ୟତା ପ୍ରଭାବିତ ହୁଏ। ଏହି କାରଣରୁ ଶାସ୍ତ୍ରରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ପିତୃମାନଙ୍କ ଫଟୋ କେବେ ମଧ୍ୟ ମନ୍ଦିର କିମ୍ବା ପୂଜା ଘରେ ଲଗାଇବା ଉଚିତ ନୁହେଁ। ଏହା ସହିତ ଯେତେବେଳେ ଆପଣ ପିତୃମାନଙ୍କ ଫଟୋ ଲଗାନ୍ତି ତେବେ ଧ୍ୟାନ ଦିଅନ୍ତୁ ଯେ ଫଟୋ ବହୁତ ବଡ଼ ନ ହେଉ ଓ ତା'ର ଅତ୍ୟଧିକ ସାଜସଜ୍ଜାର ପ୍ରଦର୍ଶନ ନ ହେଉ। ଫଟୋ ସରଳ, ସୌମ୍ୟ ଓ ଗମ୍ଭୀର ଭାବରେ ପୂର୍ଣ୍ଣ ହେବା ଉଚିତ। କାରଣ ଏହା କେବଳ ଏକ ଫଟୋ ନୁହେଁ ବରଂ ପିତୃମାନଙ୍କ ଆତ୍ମା ସହିତ ସଂଯୋଗ ସ୍ଥାପନର ମାଧ୍ୟମ ହୋଇଯାଏ। ଆପଣ ଅନେକ ସମୟରେ ଅନୁଭବ କରିଥିବେ ଯେ ଯେତେବେଳେ ଆମେ ଆମ ପିତୃମାନଙ୍କ ଫଟୋକୁ ଦେଖୁ ତେବେ ଏମିତି ଲାଗେ ଯେମିତି ସେମାନେ ଆମକୁ ଦେଖୁଛନ୍ତି। ଏହା ହିଁ ସେହି ସୂକ୍ଷ୍ମ ଶକ୍ତି ଯାହାକୁ ଆମେ ସାଧାରଣ ଆଖିରେ ଦେଖିପାରୁନାହୁଁ। ତେଣୁ ଯଦି ଆପଣଙ୍କ ଘରେ ମଧ୍ୟ ପିତୃମାନଙ୍କ ଫଟୋ ଲଗାଇଛନ୍ତି ତେବେ ଏକଥର ଧ୍ୟାନ ଦେଇ ଦେଖନ୍ତୁ ଯେ ସେଗୁଡ଼ିକ କେଉଁ ଦିଗରେ ଓ କେଉଁ ସ୍ଥାନରେ ରହିଛି। କାରଣ ଅନେକ ସମୟରେ ଫଟୋର ଭୁଲ ସ୍ଥାନରେ ରହିବା ମଧ୍ୟ ପିତୃମାନଙ୍କୁ ଅପ୍ରସନ୍ନ କରିପାରେ। ମନେ କରନ୍ତୁ ଯଦି କୌଣସି ଘରେ ମାତା ପିତାଙ୍କ ଦେହାନ୍ତ ହୋଇଛି ଓ ସେମାନଙ୍କ ଫଟୋ ଭୁଲ ସ୍ଥାନରେ ରଖାଯାଇଛି ତେବେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଘରର ଶକ୍ତି ଉପରେ ପଡ଼େ। ପୁଅ କିମ୍ବା ଝିଅ ଦୁଃଖୀ ମନରେ ମାତା ପିତାଙ୍କ ଫଟୋକୁ ଘରର ମନ୍ଦିରରେ ଟାଙ୍ଗିଦିଏ, ଏହା ଭାବି ଯେ ଏବେ ଆପଣ ଦେବତା ହୋଇଗଲେ, ତେଣୁ ମନ୍ଦିରରେ ରହିବା ହିଁ ଆପଣଙ୍କ ପାଇଁ ଉଚିତ। ଆପଣଙ୍କ ଭାବନା ଏପରି ହୋଇପାରେ, କିନ୍ତୁ ପିତୃମାନଙ୍କ ଫଟୋ ମନ୍ଦିର କିମ୍ବା ପୂଜା ଘରେ ରଖିବା ଠିକ୍ ନୁହେଁ। ଏହାର ଉତ୍ତର ହେଉଛି ନା। ବନ୍ଧୁମାନେ, ମନେ ରଖନ୍ତୁ ଯେ ପିତୃମାନଙ୍କୁ କେବେ ମଧ୍ୟ ପୂଜା ଘର କିମ୍ବା ମନ୍ଦିରରେ ସ୍ଥାନ ଦେବା ଉଚିତ ନୁହେଁ। କାରଣ ପିତୃମାନଙ୍କର ଓ ଦେବତାମାନଙ୍କର ଯାତ୍ରା ଅଲଗା। ଦେବତାମାନେ ସର୍ବଦା ଲୋକ କଲ୍ୟାଣ ପାଇଁ ପୂଜା କରନ୍ତି, କିନ୍ତୁ ପିତୃମାନେ ଆମ ବଂଶର ରକ୍ଷକ। ସେମାନେ ଆମ କର୍ମ ଓ ଶ୍ରଦ୍ଧାରେ ପ୍ରସନ୍ନ ହୁଅନ୍ତି। ଯଦି ଆମେ ସେମାନଙ୍କୁ ମନ୍ଦିରରେ ରଖୁ ତେବେ ଏହା ଦେବତାଙ୍କ ଶକ୍ତିରେ ବାଧା ସୃଷ୍ଟି କରେ ଓ ପିତୃମାନଙ୍କ ଆତ୍ମାକୁ ମଧ୍ୟ ଶାନ୍ତି ମିଳେ ନାହିଁ। ତେଣୁ ଯେଉଁମାନଙ୍କ ଘରେ ପିତୃମାନଙ୍କ ଫଟୋ ପୂଜା ଘର କିମ୍ବା ମନ୍ଦିର ପାଖରେ ଲଗାଇଛନ୍ତି ସେମାନେ ତୁରନ୍ତ ତାହାକୁ ସେଠାରୁ ହଟାଇ ଦେବା ଉଚିତ। ଉଭୟଙ୍କୁ ଏକାଠି ରଖିବା ଠିକ୍ ନୁହେଁ। ଏବେ ପ୍ରଶ୍ନ ଆସୁଛି ଯେ ପିତୃମାନଙ୍କ ଫଟୋ ଶୋଇବା କୋଠରୀ କିମ୍ବା ପିଲାଙ୍କ କୋଠରୀରେ ଲଗାଇବା ଉଚିତ କି? ଏହାର ଉତ୍ତର ହେଉଛି ବିଲକୁଲ ନୁହେଁ। ଭାବନ୍ତୁ, ଶୋଇବା କୋଠରୀ ହେଉଛି ସେହି ସ୍ଥାନ ଯେଉଁଠାରେ ଆମେ ବିଶ୍ରାମ କରୁ ଓ ଆମର ବ୍ୟକ୍ତିଗତ ଜୀବନ ଜୀଉଁ। ସେଠାରେ ହାଲକା, ସକାରାତ୍ମକ ଓ ପ୍ରସନ୍ନ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ପିତୃମାନଙ୍କ ଫଟୋ ଏକ ଗମ୍ଭୀର ଓ ସ୍ମୃତିରେ ପୂର୍ଣ୍ଣ ଶକ୍ତି ଆଣେ, ଯାହା ଆମର ଅବଚେତନ ମନ ଉପରେ ଗଭୀର ପ୍ରଭାବ ପକାଏ। ଏପରି ଘରେ ଲୋକମାନେ ଅନେକ ସମୟରେ ଅଶାନ୍ତ ରହନ୍ତି, ନିଦ ପୂରା ହୁଏ ନାହିଁ ଓ ଅଜଣା ସ୍ୱପ୍ନ ବାରମ୍ବାର ବିଚଳିତ କରେ। ସେହିପରି ପିଲାଙ୍କ କୋଠରୀରେ ପିତୃମାନଙ୍କ ଫଟୋ ଲଗାଇବା ଆହୁରି ଭୁଲ। ପିଲାଙ୍କର ମନ ବହୁତ କୋମଳ। ସେମାନେ ଖେଳ, ପାଠପଢ଼ା ଓ କଳ୍ପନାରେ ଡୁବି ରହନ୍ତି। ଯଦି ସେମାନଙ୍କ କୋଠରୀରେ ପିତୃମାନଙ୍କ ଫଟୋ ରହିବ ତେବେ ସେମାନଙ୍କ ମାନସିକ ଶକ୍ତି ଉପରେ ଭାରି ଚାପ ପଡ଼ିପାରେ। ଏହାଦ୍ୱାରା ସେମାନଙ୍କ ବିକାଶ ଅଟକିପାରେ ଓ ସେମାନେ ବିନା କାରଣରେ ଡର କିମ୍ବା ଘବରାଣ୍ଟି ଅନୁଭବ କରିପାରନ୍ତି। ତେବେ ଏବେ ପ୍ରଶ୍ନ ହେଉଛି ପିତୃମାନଙ୍କ ଫଟୋ କେଉଁଠାରେ ଓ କିପରି ଲଗାଇବା ଉଚିତ? ବନ୍ଧୁଗଣ, ପିତୃମାନଙ୍କ ଫଟୋ ସର୍ବଦା ଘରର ବୈଠକ କିମ୍ବା ହଲ୍ରେ ଲଗାଇବା ଉଚିତ, ତାହା ମଧ୍ୟ ଦକ୍ଷିଣ ଦିଗର କାନ୍ଥରେ। ଦକ୍ଷିଣ ଦିଗକୁ ଯମର ଦିଗ କୁହାଯାଏ ଓ ଏହା ପିତୃମାନଙ୍କ ଦିଗ ବୋଲି ବିବେଚନା କରାଯାଏ। ସେଠାରେ ଫଟୋ ଲଗାଇବା ଦ୍ୱାରା ଶକ୍ତି ସିଧା ପିତୃମାନଙ୍କ ପାଖକୁ ପହଞ୍ଚେ। ମନେ ରଖନ୍ତୁ ଯେ ଫଟୋଗୁଡ଼ିକ ସର୍ବଦା
ଆଖି ସାମ୍ନା ଉଚ୍ଚତାରେ ଲଗାଇବା ଉଚିତ, ନା ବହୁତ ଉପରେ ନା ବହୁତ ତଳେ। ଫଟୋ ଗୁଡ଼ିକ ସଫାସୁତୁରା ରହୁ, ତା ଉପରେ ଧୂଳି ଜମି ନ ଯାଉ। ଯଦି ଫଟୋରେ ମାଳ ଚଢ଼ାଇଛନ୍ତି ତେବେ ତାହା ଶୁଖିଗଲେ ସମୟ ସମୟ ବଦଳାଇ ଦିଅନ୍ତୁ। ସେହିପରି ପିତୃମାନଙ୍କ ଫଟୋ କେବେ ମଧ୍ୟ ହସୁଥିବା କିମ୍ବା ଜୀବନର ଉତ୍ସବମୟ ମୁହୂର୍ତ୍ତର ହେବା ଉଚିତ ନୁହେଁ। ସର୍ବଦା ଏପରି ଫଟୋ ବାଛନ୍ତୁ ଯେଉଁଥିରେ ସେମାନଙ୍କ ମୁହଁ ଗମ୍ଭୀର ଓ ଶାନ୍ତ ହେଉ, କାରଣ ଏହା ସ୍ମୃତିର ସ୍ଥାନ, ଆନନ୍ଦ ଓ ଉତ୍ସବର ନୁହେଁ। ବନ୍ଧୁଗଣ, ଅନେକ ସମୟରେ ଘରେ ପିତୃମାନଙ୍କ ଫଟୋକୁ ଭୁଲ ଢଙ୍ଗରେ ରଖିବା ଯୋଗୁଁ ଝଗଡ଼ା, ବିବାଦ ଓ ଅନାବଶ୍ୟକ ରୋଗ ଲାଗି ରହେ। ଲୋକମାନେ କହନ୍ତି ଯେ ନଜର ଲାଗିଗଲା କିମ୍ବା କେହି ଟୋନା ଟୋଟକା କରିଦେଲା, କିନ୍ତୁ ପ୍ରକୃତ କାରଣ ଅନ୍ୟ କିଛି ହୋଇଥାଏ, ଯାହାକୁ ଆମେ ବୁଝିପାରୁନାହୁଁ। ଏବେ ଟିକେ ଭାବନ୍ତୁ, ଯଦି ଆପଣ ପ୍ରତିଦିନ ଆପଣଙ୍କ ମାତା ପିତାଙ୍କୁ ଭେଟିବାକୁ ଯାଆନ୍ତି ଓ ସେମାନଙ୍କୁ ଭୁଲ ସ୍ଥାନରେ ବସାଇ ଦିଅନ୍ତି, ତେବେ ସେମାନଙ୍କୁ କ'ଣ ଭଲ ଲାଗିବ? ଠିକ୍ ସେହିପରି ପିତୃମାନଙ୍କ ଫଟୋ ମଧ୍ୟ ସଠିକ୍ ସ୍ଥାନରେ ହିଁ ରହିବା ଉଚିତ। କେବେ ରୋଷେଇ ଘରେ, କେବେ ପୂଜା ଘରେ, କେବେ ଶୋଇବା କୋଠରୀରେ ଫଟୋ ଲଗାଇବା ଉଚିତ ନୁହେଁ। ସେହିପରି ଯେତେବେଳେ ଆପଣ ପିତୃମାନଙ୍କ ଫଟୋକୁ ଭୁଲ ଦିଗରେ ରଖନ୍ତି, ତେବେ ସେମାନଙ୍କ ଆତ୍ମା ଅସହଜ ହୋଇଯାଏ ଓ ସେମାନଙ୍କୁ ଶାନ୍ତି ମିଳେ ନାହିଁ। ଏହା ହିଁ କାରଣ ଯେ ଘରେ ସମସ୍ୟା ଗୁଡ଼ିକ ବଢ଼ିବାକୁ ଲାଗେ। ବନ୍ଧୁଗଣ, ପିତୃମାନଙ୍କ ସମ୍ମାନ କରିବାର ସଠିକ୍ ଉପାୟ ହେଉଛି ସେମାନଙ୍କ ଫଟୋକୁ ସଠିକ୍ ଦିଗ ଓ ସଠିକ୍ ଭାବନା ସହିତ ଲଗାଇବା। କିନ୍ତୁ ଅନେକ ସମୟରେ ଲୋକମାନେ ଏହି ଭୁଲ କରନ୍ତି ଓ ଭାବନ୍ତି ଯେ ଆମେ ଫଟୋ ଲଗାଇ ଦେଇଛୁ, ଏବେ ଆମର କାମ ସରିଗଲା। ଯେତେବେଳେ ସତ୍ୟ ଏହା ଯେ ଫଟୋ ଲଗାଇବା ଦ୍ୱାରା କାମ ସମ୍ପୂର୍ଣ୍ଣ ହୁଏ ନାହିଁ। ପିତୃମାନଙ୍କ ଫଟୋ ଘରେ ସ୍ମୃତି ଓ ଆଶୀର୍ବାଦର କେନ୍ଦ୍ର ହୋଇଥାଏ। ଯେତେବେଳେ ପିତୃମାନେ ପ୍ରସନ୍ନ ହୁଅନ୍ତି, ତେବେ ଘରର ପ୍ରତ୍ୟେକ କୋଣ ମଙ୍ଗଳମୟ ହୋଇଥାଏ। ସନ୍ତାନ ଉନ୍ନତି କରେ, ପରିବାରରେ ପ୍ରେମ ଓ ସମନ୍ୱୟ ବଜାୟ ରହେ, ବ୍ୟବସାୟ ଓ ଚାକିରିରେ ଉନ୍ନତି ମିଳେ ଓ ଘରେ ସ୍ୱାସ୍ଥ୍ୟ ଓ ସମୃଦ୍ଧି ବଜାୟ ରହେ। କିନ୍ତୁ ଯଦି ଫଟୋ ଗୁଡ଼ିକ ଭୁଲ ଦିଗରେ ରହେ, ଅପରିଷ୍କାର ହୁଏ କିମ୍ବା ତାହାର ଶ୍ରଦ୍ଧାର ଭାବନା ନଥାଏ, ତେବେ ପିତୃମାନେ ଅପ୍ରସନ୍ନ ହୁଅନ୍ତି ଓ ପିତୃଦୋଷ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଧ୍ୟାନ ରଖନ୍ତୁ, ପିତୃମାନଙ୍କ ଫଟୋ ସର୍ବଦା ଦକ୍ଷିଣ ଦିଗରେ ଲଗାନ୍ତୁ। ସେଗୁଡ଼ିକୁ ସଫାସୁତୁରା ରଖନ୍ତୁ। ଫାଟି ଯାଇଥିବା କିମ୍ବା ଧୂସର ଫଟୋ ଗୁଡ଼ିକୁ ଏଡ଼ାନ୍ତୁ ଓ କେବଳ ସୀମିତ ଫଟୋ ହିଁ ଲଗାନ୍ତୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଫଟୋ ଦେଖିବା ସମୟରେ ମନରେ ପ୍ରେମ ଓ ଶ୍ରଦ୍ଧାର ଭାବନା ରଖନ୍ତୁ। ମନେ ରଖନ୍ତୁ, ପିତୃମାନଙ୍କର ପ୍ରସନ୍ନତା ହିଁ ଆପଣଙ୍କ ଜୀବନର ସବୁଠାରୁ ବଡ଼ ପୁଞ୍ଜି। ଯଦି ପିତୃମାନେ ଖୁସି ଅଛନ୍ତି, ତେବେ କୌଣସି ଶକ୍ତି ଆପଣଙ୍କ ପଥରେ ବାଧା ସୃଷ୍ଟି କରିବ ନାହିଁ। ଆମେ ଦେଇଥିବା ଏହି ତଥ୍ୟ ସହିତ ଯଦି ଆପଣ ସହମତ, ତେବେ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଧନ୍ୟବାଦ।